वंदे लोकतिलकं साततवार्ता विभूषणं अमरकृत्य शरणं प्रबुद्धं लोकजीवनं प्रणय प्रमथ जागदीपनं वंदे जीवन जीवनं सत्पुरुषं नमामि। प्राणर श्री श्री ठाकुर, जगज्जननी श्री श्री लक्ष्मी माँ, परम पूज्यपाद श्री श्री बड़दा, आजिर भरोसा श्री श्री आचार्य चरण में मोर अनंत कोटि प्रणाम। पूज्य अबिंदा एवं ठाकुर परिवार समस्त चरण में मोर अनंत कोटि प्रणाम। आजिर এই পুণ্য আবাসী সৎসঙ্গে উপস্থিত সমস্ত পূজ্য পরিচালক মহেশ দা তথা উপস্থিত সমস্ত পুত পাঞ্জাধাରୀ ঋତିକ ମଣ୍ଡଳୀ, ଅଧୁର୍ଯ୍ୟ ମଣ୍ଡଳୀ, ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ, ଗୁରୁ ମାତା, ସାଧୁ ସଜ୍ଜନ ମଣ୍ଡଳୀ, କୁନି କୁନି ପିଲା ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାଭରା ଜୟଗୁରୁ ଜଣାଏ। ଆଜି ଆମମାନେ ସମସ୍ତେ ଏକତ୍ରିତ ହେଇଛେ ଇଷ୍ଟାଇନର ଏଇ ଆବାସୀ ସତ୍ସଙ୍ଗ। এই ଆବାସୀ ସତ୍ସଙ୍ଗରେ ପୂଜ୍ୟ ପରିଚାଳକ ମହେଶ ଦା ସୁନ୍ଦର ଭାବରେ ସତ୍ସଙ୍ଗକୁ ସୁନ୍ଦର ଭାବରେ ପରିଚାଳନା କରୁଥିଲେ। ସୁନ୍ଦର ଭଜନ କୀର୍ତ୍ତନ ସମସ୍ତଙ୍କୁ ଆଜି ଆପ୍ୟାୟିତ କରିଛି। এই ଧାରାବାହିକ ସତ୍ସଙ୍ଗରେ ଯେଉଁମାନେ ଆୟୋଜକ ମଣ୍ଡଳୀ ସେମାନେ ନିଶ୍ଚିତ ଭାବରେ ଅନେକ କଷ୍ଟ ପାଆନ୍ତି ଏହି ଧାରାକୁ ପ୍ରତିନିୟତ ପରିଚାଳିତ କରିକି ରଖିବା ପାଇଁ। ତେଣୁ ପରମ ପିତାଙ୍କ ଚରଣରେ ପ୍ରାର୍ଥନା କରେ ଇଷ୍ଟାଇନର ସମସ୍ତ ଆୟୋଜକ ମଣ୍ଡଳୀଙ୍କ ସର୍ବବିଧ ଉନ୍ନତି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଆଜିର ଏହି ସତ୍ସଙ୍ଗରେ ଯେଉଁମାନେ ଭୋଗ ନିବେଦନ କରିଛନ୍ତି ସମସ୍ତଙ୍କର ସର୍ବବିଧ ଉନ୍ନତି ପାଇଁ ପରମ ପିତାଙ୍କ ନିକଟରେ ମୋର ପ୍ରାର୍ଥନା ରଖେ। ଯାହା ହଉ ଦାଦା ମୋତେ ତ କାଲି ଆଜିର ସତ୍ସଙ୍ଗରେ ଯୋଗ ଦେବା ପାଇଁ ଫୋନ୍ କରିଥିଲେ। ମୋର ମାନସିକ ସ୍ଥିତି ଏତେ ଭଲ ନାହିଁ, ତଥାପି ମୁଁ ଭାବିଲି ଇଷ୍ଟଙ୍କ କର୍ମରେ କିଛି ସମୟ ନିୟୋଜିତ କରିକି ମନଟାକୁ ଟିକେ ଶାନ୍ତି ଦେବା ପାଇଁ ଆଠୁ ଆଉ ଭଲ ସୁଯୋଗ କିଛି ନାହିଁ। ଦେଖନ୍ତୁ, ମଣିଷ ଜୀବନର ସବୁଠୁ ବଡ଼ ଜୀବନରେ ଅନେକ କିଛି କାର୍ଯ୍ୟ ସମାହିତ କରିବାକୁ ପଡ଼େ। ତା ଭିତରୁ ସବୁଠୁ ବଡ଼ ଜିନିଷ ହେଉଛି ସନ୍ତାନ ଚର୍ୟା। ପିଲାମାନଙ୍କୁ ବଡ଼ କରି ମଣିଷ କରି ତୋଳିବା, ମୋତେ ଲାଗେ ତାଠୁ ଆଉ ବଡ଼ କାମ କିଛି ନାହିଁ। କାରଣ ଆମେ ଏଇ ସନ୍ତାନ ଭିତରେ ଯୁଗ ଯୁଗ ପାଇଁ ସେ ତାଙ୍କରି ଭିତରେ ଦେଇ ବଞ୍ଚି ରହୁ। ମଣିଷ ମରେ ନା ତାର ଆତ୍ମା ମରେ, ନା ଶାରୀରିକ ରୂପରେ ତାର ମୃତ୍ୟୁ ହୁଏ। ସେ ରକ୍ତବିନ୍ଦୁରୁ ସୃଷ୍ଟି ହେଇଥିବା ସନ୍ତାନଟି ଭିତରେ ଏଇ ଇହଧାମରେ ତାର ସେ ପୂର୍ଣ୍ଣ ଅସ୍ତିତ୍ୱର ଧାରାକୁ ନେଇକି ସେ ତାରି ଭିତରେ ପୁଣି ବଞ୍ଚି ରହେ। ତେଣୁ ମଣିଷ ଜୀବନର ସବୁଠୁ ବଡ଼ ଅନୁଭୂତି କୁହାଯାଇପାରେ ବା ସବୁଠୁ ବଡ଼ କର୍ମ କହିଲେ ଏଇ ସନ୍ତାନ ଚର୍ୟା। ସନ୍ତାନମାନଙ୍କୁ ମଣିଷ କରି ରଖିବା, ମଣିଷ ଭଳି ମଣିଷ କରି ରଖିବା, ସମାଜରେ ତାକୁ ଠିକ୍ ଭାବରେ ଛିଡ଼ା କରାଇବା, ଏସବୁ ମଣିଷ ଜୀବନର ଗୋଟେ ବଡ଼ କର୍ମ ହେଇଥାଏ। ତେଣୁ ଠାକୁର କହୁଥିଲେ ଯେ ଏଭ୍ରି ହାଉସ୍ ଟୁ ବି ରିଫର୍ମ, ପ୍ରତ୍ୟେକ ପରିବାରକୁ ପୁଣି ଥରେ ଗଢ଼ି ତୋଳିବାକୁ ପଡ଼ିବ। କାହିଁକି ନା ଏଇ ପରିବାର ଆଜି ଭୁଷୁଡ଼ି ଯାଇଛି। এই ପରିବାର ବସ୍ତୁବାଦୀ ଦୁନିଆରେ ପାରିବାରିକ এই ପରିବାର ଗଢ଼ି ଉଠିଥିଲା ବୋଲିକି ଏ ସମାଜ, ସୁନ୍ଦର ସମାଜ ଆଜି ଯାହା ଆମେ ଦେଖୁଛୁ ତାହା ଗଢ଼ି ଉଠିଛି। ନଚେତ ମଣିଷ ସେଇ ବଣ ମଣିଷ ଭଳିଆ ଥାନ୍ତା। ମଣିଷ ଜୀବନରେ ଯାହା କିଛି ପରିବର୍ତ୍ତନ ହେଇଛି, ଯେଉଁ ଉତ୍ତରୋତ୍ତର ଉନ୍ନତି ଲାଭ କରିଛି, ତା ପଛପଟରେ ଯଦି ଆମେ ଦେଖୁ
ତା ପଛପଟରେ ହଉଛି ସେଇ ପରିବାରବାଦ। ଆଉ ଯୋଉଠି ପରିବାରବାଦ ରହିଛି, ଯୋଉ ରାଷ୍ଟ୍ର ପରିବାରବାଦକୁ ସମ୍ମାନ ଦେଇକି ଚାଲିଛି, ସେ ରାଷ୍ଟ୍ର ହିଁ ଉନ୍ନତି ମୁଖରେ ହେଇକି ଚାଲିଛି। ଏଇ ପରିବାରବାଦ ଯେତେବେଳେ ଭୁଲୁଣ୍ଠିତ ହେଇଯାଏ, ସେତେବେଳେ ମଣିଷ ସେ ଆଉ କିଛି ଜୀବନରେ ସାଧନ କରିପାରେ ନା। ମଣିଷ ଜୀବନର ସମସ୍ତ କଷ୍ଟ ଆଉ ଯେତେ ପରିଶ୍ରମ କରିକି ଯେତେ ଦୁଃଖ ପାଇଥାଏ, ସେ ଘରକୁ ଫେରି ଆସେ ସେ ସୁଖ ଟିକକୁ ପାଇବା ପାଇଁ ଏବଂ ଶାନ୍ତିରେ ଟିକେ ବିଶ୍ରାମ ନେବା ପାଇଁ। କାରଣ ଚଳଚଞ୍ଚଳିତ ସେଇ ଜୀବନ ଭିତରେ ସେ ଅନେକ ଦୁଃଖର ସାମ୍ନା କରିବାକୁ ପଡେ ଏବଂ ଯେତେବେଳେ ସେ ପରିବାରକୁ ଫେରି ଆସେ, ସେ ଖୋଜେ ଟିକେ ଶାନ୍ତି, ଖୋଜେ ଟିକେ ସୁସ୍ଥି, ଆଉ ଖୋଜେ ଟିକେ ଆନନ୍ଦ, ଯାହାକୁ ନେଇ ସେ ପୁଣି ଆଗାମୀ ଜୀବନକୁ ସେ ଆରମ୍ଭ କରିପାରେ। କିନ୍ତୁ ଆଜି ଯଦି ଦେଖାଯାଏ, ପରିବାର ଆଜି ଭୁଷୁଡ଼ି ପଡ଼ିଛି। ପରିବାରବାଦ ଏଭଳି ଭାବରେ ନଷ୍ଟ ହେଇଯାଇଛି, ଯୋଉଠି ସନ୍ତାନ ମାନଙ୍କୁ ଲାଳନ କରିବାର ଯୋଉ ଧାରା ଆଜି ନଷ୍ଟ ହେଇଯାଇଛି। ଠାକୁର ଠିକ ତା ହିଁ ଚାହୁଁଥିଲେ ଯେ ଗୋଟେ ପରିବାର ଠିକ ସେ ଗଢି ଉଠୁ, ଆଉ ଗୋଟେ ସନ୍ତାନକୁ କିଭଳି ଭାବରେ ତାକୁ ଭଲ ଭାବରେ ମଣିଷ କରି ତିଆରି କରାଯାଇପାରେ, ସେଇ ଜିନିଷ ଠାକୁର ଚାହୁଁଥିଲେ। କିନ୍ତୁ ଆଜି ଯଦି ଦେଖାଯାଏ, ଆଜି ଅନେକ ପରିବାର ଆଜି ନଷ୍ଟ ହେଇଯାଇଛି, ଆଉ ପିଲାମାନେ ତାଙ୍କର ବାପା ମାଙ୍କର କଥାକୁ ମାନୁନାହାନ୍ତି। ମୁଁ ଅନେକ ସମୟରେ ଷ୍ଟ୍ରେସ୍ ଉପରେ ବହୁତ ସମୟରେ କହେ, ଏଇଥିପାଇଁ କହେ, ଏଇ ଷ୍ଟ୍ରେସଟା, ଏ ଯୋଉ ବିଭିନ୍ନ ପ୍ରକାର ଯୋଉ ଚାପ, ମଣିଷର ଯୋଉ ଅଭିଳାଷ ଯେତେବେଳେ ଦିନକୁ ଦିନକୁ ମଣିଷର ଯୋଉ ଡିଜାୟାର ବଢି ବଢି ଯାଉଛି, ଏ ଡିଜାୟାର ବଢିଯିବା ଫଳରେ ମଣିଷ ପାଖରେ ଅନେକ ଚାପର ସେ ସମ୍ମୁଖୀନ ହଉଛି। ଏ ଡିଜାୟାର ଯୋଉ ବଢି ଯାଉଛି, ମଣିଷର ବାସ୍ତବିକ ଯୋଉ ତିନିଟା ଡିଜାୟାର ଥାଏ, ଦ ଡିଜାୟାର ଫର ଦ ଫୁଡ, desire for the comfort and desire to be different from the others, এই ତିନିଟା ଇଚ୍ଛା ମଣିଷ ଭିତରେ ଥାଏ। ତାର ଖାଇବାର ଇଚ୍ଛା ଥାଏ, ସୁଖରେ ଆନନ୍ଦରେ ରହିବାର ଇଚ୍ଛା ଥାଏ, ଆଉ ଅନ୍ୟମାନଙ୍କ ଠାରୁ ନିଜକୁ ଦେଖେଇ ହେବାର ଇଚ୍ଛା ଥାଏ। ଏ ତିନିଟା ଇଚ୍ଛା ନେଇକି ମଣିଷ ତା ଜୀବନ ଯାପନ କରେ। ଏ ତିନିଟା ଇଚ୍ଛା ଭିତରୁ ପ୍ରଥମ ଦୁଇଟା ଇଚ୍ଛା, ଯେତେବେଳେ ମଣିଷ ଗୋଟେ ଏସି କିଣିବାକୁ ଚାହେଁ, ଗରମ ହଉଛି, ଯେତେବେଳେ ପୂର୍ଣ୍ଣ ହେଇଯାଏ ସେଠି ସମାପ୍ତ ହେଇଯାଏ। ଖାଇବାର ଇଚ୍ଛା ଅଛି, ମୋର ଏଇଟା ଗୋଟେ ଖାଦ୍ୟ ଖାଇବାର ଇଚ୍ଛା ଅଛି, ମିଠା ଖାଇବାକୁ ଇଚ୍ଛା ଅଛି, ଯେତେବେଳେ ସେ ଖାଇଦିଏ, ସେ ଇଚ୍ଛା କିଛି ସମୟ ପର୍ଯ୍ୟନ୍ତ ସାମୟିକ ରୂପରେ ହଉ ସେ ସମାଧାନ ଲାଭ ହେଇଯାଏ। ପୁଣି ଯେତେବେଳେ ଭୋକ ଲାଗେ ପୁଣି ସେ ଇଚ୍ଛା କରେ। କିନ୍ତୁ ତୃତୀୟ ଇଚ୍ଛା, ଯେ ଅନ୍ୟମାନଙ୍କ ଠାରୁ ନିଜକୁ ଭିନ୍ନ ଦେଖେଇବାର ଇଚ୍ଛା, ଅନ୍ୟମାନଙ୍କ ଠାରୁ ନିଜକୁ ଭିନ୍ନ କରି ଗଢି ତୋଳିବାର ଇଚ୍ଛା, ଅନ୍ୟମାନଙ୍କ ଠାରୁ ନିଜକୁ ଶ୍ରେଷ୍ଠତ୍ୱରେ ପ୍ରତିପାଦନ କରିବାର ଇଚ୍ଛା, ଏଇ ଇଚ୍ଛାଟା ମଣିଷଟାକୁ ଅନେକ ଚାପଗ୍ରସ୍ତ କରାଏ। ଧର ମୋତେ ଗୋଟେ କାର କିଣିବାର ଇଚ୍ଛା ଅଛି, ମୁଁ ଯେପର୍ଯ୍ୟନ୍ତ କାର କିଣିନି ସେଟା ଚାପ ହେଇକି ରହେ। ମୁଁ କାର କିଣି ସାରିଲା ପରେ ମୁଁ କିଛି ସମୟ ପର୍ଯ୍ୟନ୍ତ ଚାପ ମୁକ୍ତ ହେଇଯାଏ, କିନ୍ତୁ ତାପରେ ଆଉ ଗୋଟେ ଇଚ୍ଛା ମନ ଭିତରୁ ଆସେ। ସେଥିପାଇଁ ଠାକୁର କହୁଥିଲେ, ମଣିଷ କେବଳ ବ୍ୟକ୍ତିଗତ ଜୀବନରେ କେବଳ ଶାନ୍ତି ପାଇପାରେ ନା। ମଣିଷର ପାଞ୍ଚଟା ଜୀବନଟା ଫୁଲଫିଲ ନହେଲେ ସେ କେବେ ହେଲେ ସର୍ବସୁଖର ଅଧିକାରୀ ହେଇପାରେ ନା। ତେଣୁ ଏଇ ଯୋଉ ତାର ଯୋଉ ଜୀବନ ଅଛି, ଯଦି ବ୍ୟକ୍ତିଗତ ଭାବରେ ମୁଁ ଯଦି କିଛି ଖାଇବା ପିଇବାକୁ ମିଳିଯାଏ, ମୋର ସବୁ ହେଇଯାଏ, ମୁଁ ସମାଧାନ ସୁଖ ପାଇପାରେ ନା। କାରଣ ମୋର ତୃତୀୟ ଇଚ୍ଛାଟା ପୂର୍ଣ୍ଣ ହୁଏ ନା। ମୋ ଭିତରେ ମୁଁ ଅନ୍ୟମାନଙ୍କ ପାଖରୁ ବଡ ହେଇକି ଦେଖିବା ପାଇଁ ମୋର ପାରିବାରିକ ଜୀବନ ଦରକାର ପଡେ। ପାରିବାରିକ ଜୀବନ ପରେ ମାନେ ଦାମ୍ପତ୍ୟ ଜୀବନର ସୁଖ ଦରକାର ପଡେ। ତାପରେ ପାରିବାରିକ ଜୀବନର ସୁଖ ଦରକାର ପଡେ। ତାପରେ ସାମାଜିକ ସ୍ତରରେ ମୁଁ ନିଜକୁ ପ୍ରତିଷ୍ଠା କରିବାକୁ ଚାହେଁ। ତାପରେ ମୋ ଭିତରେ ଇଚ୍ଛା ହୁଏ ରାଷ୍ଟ୍ରୀୟ ଜୀବନରେ ମୁଁ କେବଳ ଗୋଟେ ବଡ ନେତା ହେବି, କି ବଡ ଇଣ୍ଡଷ୍ଟ୍ରିଆଲିଷ୍ଟ ହେବି, କି ବଡ କବି ହେବି, ବଡ ଗାୟକ ହେବି, କେମିତି ମତେ ଲୋକ ଜାଣିବେ। ଏମିତି ମଣିଷ ଅନେକ ଇଚ୍ଛା ନେଇକି ଯାଏ।
କିନ୍ତୁ ଏ ସମସ୍ତ ଜୀବନ ଭିତରେ ଯଦି ସାମଞ୍ଜସ୍ୟ ଆସିକି ଯଦି ସୁଖ ନ ଆସେ, ତେବେ ମଣିଷ ତା ଜୀବନରେ ସେ ସୁଖ ପାଇପାରେ ନା। ତେଣୁ ମଣିଷ ଜୀବନର ସେ ସୁଖଟା ସେ ଅନୁଭବ କରିପାରେ ନା। ତେଣୁ ଏଇ ଯୋଉ ପଞ୍ଚ ମହାଜୀବନ, এই ପଞ୍ଚ ମହାଜୀବନ ଭିତରେ କୁ ସର୍ବଦା ସୁଖ ଆଣିବା ପାଇଁ ହେଲେ ସେ ମଣିଷ ଭିତରେ ସେ ଇଚ୍ଛାଟାକୁ ମାନେ ଦବେଇ ଦେବାକୁ ପଡେ। ଆଜିକାଲି ଯଦି ଦେଖୁ, ଆଜିକାଲିର ଯୋଉ ପିଲା ଜେନଜିର ଯୋଉ ପିଲାମାନେ ଅଛନ୍ତି, ସେମାନେ କିଛି ବୁଝିବା ପାଇଁ ନାରାଜ। ସେମାନେ ସବୁ କିଛିକୁ ବିନା ପରିଶ୍ରମରେ ସେମାନେ ଆଚିଭ କରିବା ପାଇଁ ଚାହାନ୍ତି। ଆଜି ଦେଖନ୍ତୁ ପିଲାମାନଙ୍କ ଭିତରେ ସେଇ ପରିଶ୍ରମ କରିବାର ସ୍ପୃହା ଆଉ ନାହିଁ। ପରିଶ୍ରମ କରିବାର ସ୍ପୃହା ନାହିଁ। ସେମାନେ କେବଳ ଚାହୁଁଛନ୍ତି କିଭଳି ଭାବରେ ସେ ସବୁ କିଛି ସୁଖକୁ ଅନୁଭବ କରିବା ପାଇଁ। ସବୁ ପ୍ରକାର କମ୍ଫର୍ଟ ତାଙ୍କୁ ଦରକାର। ଆଜି ମ୍ୟାକ୍ସିମମ୍ ବାପା ମାଙ୍କର ଗୋଟିଏ ମାତ୍ର ସନ୍ତାନ କିମ୍ବା ଦୁଇଟି ସନ୍ତାନ। ତେଣୁ ତାକୁ ଏତେ ଆନନ୍ଦର ସହିତ, ତାକୁ ଏତେ ସୁଖର ସହିତ ତାକୁ ଲାଳନ ପାଳନ କରିବା ପାଇଁ ଚାହୁଁଛନ୍ତି, ଯାହା ଶ୍ରୀକୃଷ୍ଣଙ୍କର ସେଇ ଗୀତାର କଥା ଯେ ସନ୍ତାନ ମାନଙ୍କୁ ଯେତେବେଳେ ଭୀମ ଯୋଉ ଦେଖିକି ଆସିଥିଲେ, ଯେ କଳି ଯୁଗର ରୂପରେଖ ଭିତରେ ସେମିତି ହବ ଯେ ମାନେ ଗୋଟେ ଗାଈଟା ତା ଛୁଆକୁ ଏତେ ଜୋରେ ଚାଟୁଛି ତା ଦେହରୁ ବ୍ଲଡ ବାହାରି ଯାଉଛି। ଧୃତରାଷ୍ଟ୍ରଙ୍କ ଜୀବନରେ ମଧ୍ୟ ତାହା ହିଁ ହେଇଥିଲା, ଆଉ ଯୋଉଥିପାଇଁ ଏକ ବିରାଟ ପରିବାର ନଷ୍ଟ ହେଇଯାଇଥିଲା। ତେବେ ଏଇଠି କଥା ଉଠେ, ଆମେ ସନ୍ତାନ ମାନଙ୍କ ପ୍ରତି ଏତେ ଆସକ୍ତିପୂର୍ଣ୍ଣ ହେଇଯାଇଛୁ, ତାର ସମସ୍ତ ସୁଖ ସମସ୍ତ ଚାହିଦାକୁ ଆମେ ପ୍ରତି ମୁହୂର୍ତ୍ତରେ ପୂର୍ଣ୍ଣ କରିବା ପାଇଁ ଚାହୁଁଛୁ। এই ପୂର୍ଣ୍ଣ କରିବା ଭିତରେ କଣ ହଉଛି ନା, ସେମାନଙ୍କର ଆଧିପତ୍ୟ, ସେମାନେ ପରିଶ୍ରମ କରିକି ଜିନିଷଟାକୁ ଆଚିଭ କରିବାର ଯୋଉ କଷ୍ଟଟାକୁ ସେମାନେ ଅନୁଭବ କରିପାରୁନାହାନ୍ତି। ଛୁଆବେଳେ ପ୍ୟାଣ୍ଟ ସାର୍ଟ ଖଣ୍ଡେ ମାଗିଲେ ବର୍ଷେ ଲାଗି ଯାଉଥିଲା ମିଳିବା ପାଇଁ, କି କିଛି ଗୋଟେ ଚାହିଁଲେ ଅନେକ ଦିନ ଲାଗି ଯାଉଥିଲା ମିଳିବା ପାଇଁ, ପାଇବା ପାଇଁ। କିନ୍ତୁ ଆଜି ଆଉ ସେ ସମୟ ନାହିଁ। ଛୁଆ ଯଦି ସକାଳେ ଚାହିଁଛି ମୋର ଏଇଟା ଦରକାର, ସନ୍ଧ୍ୟାରେ ସେ ଆଣିକି ଉପସ୍ଥିତ ହେଇଯାଉଛି। ବାପା ମା ସବୁ କିଛି ତ୍ୟାଗ କରିକି ସେ ସନ୍ତାନ ପାଇଁ ଦବା ପାଇଁ ଚେଷ୍ଟା କରୁଛନ୍ତି। ବାସ୍ତବିକତା ଇଏ ପ୍ରେମ ନା ଆସକ୍ତି, ନା ଏଇ ଯୋଉ ତୃତୀୟ ଇଚ୍ଛା, ଯାହା ମୋ ଛୁଆ ମୋ ପିଲା, ଯାହା ଠାକୁର ଯୋଉ କଥା କହୁଥିଲେ ଯେ ଯୋଉ କର୍ମ ଆମେ କରୁଛୁ, ଦି ପ୍ରକାର କର୍ମ କଥା କହିଥିଲେ। ଗୋଟେ ହଉଛି ମୁକ୍ତ କର୍ମ, ଆଉ ଗୋଟେ ହଉଛି ବଦ୍ଧ କର୍ମ। ଆମେ ବନ୍ଧନ ଭିତରେ ସେ କର୍ମ ସବୁ, ମୋ ସ୍ତ୍ରୀ ମୋ ଝିଅ ମୋ ପିଲା, ଏଇ ଯୋଉ ଭାବଧାରା ଭିତରେ ମୁଁ ବଞ୍ଚିକି ରହୁଛି, ସେଇ ଭିତରେ କଣ କରୁଛି ନା, ମୁଁ ତାର ସୁଖ ପାଇଁ ସବୁ କିଛି କରିଦଉଛି। ଏଇଟା ମୋ ଭଲ ପାଇବା ନା ଏଇଟା ମୋ ଆସକ୍ତି? ଭଲ ପାଇବାଟା କେବେ ଦୁଃଖ ଦିଏ ନା, କିନ୍ତୁ ଆସକ୍ତି ମଣିଷକୁ ଅନେକ ଦୁଃଖ ଦିଏ। ଆସକ୍ତିଟା ମଣିଷକୁ ଦୁଃଖ ଦିଏ। ଆଉ ଆଜିର ଏଇ ଯୋଉ ପିଲାମାନଙ୍କର ଯୋଉ ମାଇଣ୍ଡ ସେଟକୁ ଯଦି ଦେଖାଯାଏ, ସେମାନେ କମ୍ପ୍ଲିଟଲି ସେଲଫିଶ ଭାବରେ ବଞ୍ଚିବା ପାଇଁ ଚାହୁଁଛନ୍ତି। କାରଣ ଆମ ଭଲ ପାଇବାଟା ଭଲ ପାଇବା ହେଇକି ରହିନି, ଆମମାନଙ୍କର ଭଲ ପାଇବାଟା ଆସକ୍ତି ହେଇଯାଇଛି। ଠାକୁର ସେଦିନ ଶୀତ ଦିନ ସକାଳରେ ବସିଥାନ୍ତି, ଛୋଟ ଛୋଟ ପକ୍ଷୀ ମାନେ ଚେଁ ଚାଁ କରିକି ସାଉଣ୍ଡ କରିକି ଡ୍ୟାଣ୍ଡିଂ କରୁଥାନ୍ତି। ଠାକୁର ଅତି ଆନନ୍ଦର ସହିତ ସେଇ ଦୃଶ୍ୟକୁ ଉପଭୋଗ କରୁଥାନ୍ତି, ଅତି ଆନନ୍ଦର ସହିତ ଉପଭୋଗ କରୁଥାନ୍ତି ସେ ଦୃଶ୍ୟକୁ। ଏବଂ ଯେତେବେଳେ ତାପରେ ଠାକୁର କହି ଉଠୁଥିଲେ ଯେ ଏଇ ଯୋଉ ସେମାନେ ଏତେ ଆନନ୍ଦିତ ହଉଛନ୍ତି, ତାଙ୍କ ଭିତରେ ସେ ପ୍ରେମର ବନ୍ଧନଟା ଅତି ନିବିଡ଼ ଭାବରେ ଅଛି। ସେ ଭଲ ପାଇବା ପାଇଁ ସେମାନେ ଚି ଚା ସାଉଣ୍ଡ କରୁଛନ୍ତି, ତାଙ୍କର ସେ ଭଲ ପାଇବାର ଏକ୍ସପ୍ରେସନଟାକୁ ପରିପ୍ରକାଶ କରିବା ପାଇଁ, ସେ ଭାବଟାକୁ ପରିପ୍ରକାଶ କରିବା। ତେବେ ଏଇ ଯୋଉ ସନ୍ତାନ ଚର୍ଯ୍ୟା, ସନ୍ତାନକୁ ଯୋଉ ଲାଳନ ପାଳିବାର କଥା ଯୋଉ ଆମ ଧାରା ଭିତରେ ଅଛି,
ସେଠି ଆମେ ତାର ମୌଳିକତାଟାକୁ ଭୁଲି ଯାଉଛୁ। ଆମେ ବାସ୍ତବିକ ତାକୁ ଭଲ ପାଇବାଟା ଆମେ ଦେଇପାରୁ, କିନ୍ତୁ ଆମେ ତାକୁ ମେଟେରିଆଲ କମ୍ଫର୍ଟ ଦଉଛୁ। କାହିଁକି ତା ବଦଳରେ ମୋ ପୁଅ ଆଜି ବାଇକଟା ଯଦି ମାଗିଲା ମୁଁ ତାକୁ ଦେଇଦେଲି, ବଡ ବାଇକ। କାହିଁକି ପଡିଶା ଘର ଯେତେବେଳେ ଦେଖିବେ ସେମାନେ ଅହଙ୍କାର କରିବେ, କେତେ ମାନେ ତାଙ୍କର ପୁରା ଏତେ ପଇସା ଅଛି, ପୁରା 3.5 ଲକ୍ଷ ଟଙ୍କା ବାଇକ ତାଙ୍କ ପୁଅକୁ ଦେଇଛି। ଆମେ ଅନ୍ୟମାନଙ୍କୁ ଦେଖେଇବା ପାଇଁ କରୁଛୁ, ପୁଅ ପ୍ରତି ଭଲ ପାଇବା ପାଇଁ ଆମେ କମ କରୁଛୁ। ଏଇ ଯୋଉ ଅନ୍ୟମାନଙ୍କ ପାଇଁ ଭଲ ଦେଖେଇବା ପାଇଁ ଯୋଉ କରୁଛୁ, ସେ ମୋ ପୁଅର, ମୋର ସନ୍ତାନର ସର୍ବନାଶ ପାଇଁ ସେ ହିଁ ଏକମାତ୍ର ଦାୟୀ। କାରଣ ମୁଁ ତାର ଆବଶ୍ୟକତାଟାକୁ ପୂର୍ଣ୍ଣ କରୁଛି, କିନ୍ତୁ ତା ଭିତରେ ଯୋଉ ନିରାନନ୍ଦ ଅଛି, ତା ଭିତରେ ଯୋଉ ଅଭାବ ଅଛି, ସେ ପ୍ରେମର ଅଭାବ, ସେଇଟାକୁ ମୁଁ ଅନୁବେକ୍ଷଣ କରିପାରୁନି। ସେଇ ଅନୁଭବଟା ମୋ ପାଖରେ ଆସିପାରୁନି। ମୁଁ ତାକୁ ତାର ଆବଶ୍ୟକତାଟାକୁ ପୂରଣ କରୁଛି, କିନ୍ତୁ ତା ପାଇଁ ଯୋଉ ପ୍ରେମ ତା ପାଇଁ ଦବା ଦରକାର, ଯୋଉ ସମୟ ଟିକକ ଦବା ଦରକାର, ମୁଁ ତାକୁ ଦେଇପାରୁନି। ତାର ମୂଳ କାରଣ ହଉଛି ମୋ ପାଖରେ ସମୟ ନାହିଁ। କାରଣ ମଣିଷ ଏତେଳି ଭାବରେ ବସ୍ତୁବାଦୀ ହେଇ ପଡିଛି, ତା ପାଖରେ ନିଜ ପାଇଁ ସମୟ ନାହିଁ, ପରିବାର ପାଇଁ ସମୟ ନାହିଁ, ଈଶ୍ୱରଙ୍କ ପାଇଁ ସମୟ ନାହିଁ, କାହାରି ପାଇଁ ସମୟ ନାହିଁ, ଏବଂ ତାର ସମସ୍ତ ସମୟ କେବଳ ତାର ପଇସା ଉପାର୍ଜନ ପାଇଁ ଅଛି। ଆଉ ଏଇ ଯୋଉ ପଇସା ଉପାର୍ଜନ କରିବାର ମୂଳ ତତ୍ତ୍ୱଟା ହଉଛି ତାର ଯେ ଥାର୍ଡ ଡିଜାୟାର ପାଇଁ, ଡିଜାୟାର ଟୁ ବି ଡିଫରେଣ୍ଟ ଫ୍ରମ ଦ ଅଦର୍ସ। ମୁଁ ଅନ୍ୟମାନଙ୍କ ଠାରୁ ନିଜକୁ ଭିନ୍ନ ଦେଖେଇବା ପାଇଁ ଚାହେଁ। ମୋର 3 ମହଲା ଘରଟା ଭୁବନେଶ୍ୱରରେ ଅଛି। ମୁଁ ସେ ଘର ପାଇଁ ମୋ ମନରେ କେତେ ଆନନ୍ଦ ଅଛି ମୁଁ ତାକୁ ଅନୁଭବ କରିପାରେ। ତେଣୁ ଆମେ ସେଇ ପରମ ପ୍ରେମଙ୍କର ଆଶ୍ରୟ ଗ୍ରହଣ କରିଛେ। ସେଇ ପରମ ପ୍ରେମଙ୍କ ଆଶ୍ରୟ ଭିତରେ ଆମେ ସେଇଠୁ ଆମେ କଣ ଶିଖୁଛେ? ପରମ ପ୍ରେମଙ୍କ ଭିତରୁ ଆମେ କଣ ଶିଖୁଛେ? ଆମେ ତା ଭିତରୁ କିଛି ଶିଖିପାରୁନେ। ଆମେ ସେ ଭଲ ପାଇବା ଟିକକ ଶିଖିପାରୁନେ। ଆମେ ଅନେକ ମାନଙ୍କ ପାଇଁ ଭଲ ପାଇବା ନାହିଁ ବୋଲି ଆଜି ଡିପି ୱାର୍କର ଆବଶ୍ୟକ ପଡିଛି। ଆମେ ଯାହାକୁ ଦୀକ୍ଷା ଦେଇଥିଲେ ଡାକିକି ଆଣିକି, ତା ପ୍ରତି ଆମର ଭଲ ପାଇବା, ତା ପ୍ରତି ତା ସହିତ ଯୋଡି ହବାର ସମ୍ପର୍କ, ଏସବୁ ଆମଠାରୁ ବହୁତ ଦୂରକୁ ଚାଲି ଯାଇଛି। ଯାହା ଫଳରେ ସେ ଆଜି ଗୁରୁଙ୍କ ପାଖରୁ ମଧ୍ୟ ଦୂରକୁ ଚାଲି ଯାଇଛି। ତେଣୁ ଆମେ କରୁଛୁ କଣ? ତେଣୁ ଏଇ ଯୋଉ ମାନେ କଣ୍ଡିସନକୁ ଆମେ ଯାଇଛୁ, ଏଇ କଣ୍ଡିସନ, ଏଇ ଯୋଉ ଚାପଗ୍ରସ୍ତ ମଣିଷ ହେଇ ପଡୁଛି ଏଇ ବସ୍ତୁବାଦୀ ଦୁନିଆରେ, ଏଇ ଚାପଗ୍ରସ୍ତ ହବା ଫଳରେ ସେ କଣ କରୁଛି? ତେଣୁ ଏଇ ଯୋଉ ଚାପ, ସେ ତାର ଆବଶ୍ୟକତା, ତାର କ୍ଷମତା ଠାରୁ ସେ ଅଧିକ କରିବା ପାଇଁ ଚେଷ୍ଟା କରୁଛି। ତାର କ୍ଷମତା ଠାରୁ ସେ ଅଧିକ କରିବା ପାଇଁ ଚେଷ୍ଟା କରୁଛି। ଯାହା ଫଳରେ ମଣିଷଟା ଚାପଗ୍ରସ୍ତ ହଉଛି। ଗୋଟେ ସନ୍ତାନଟେ ଆଜି ଚାପଗ୍ରସ୍ତ ହେଇଛି, ସେଥିପାଇଁ ତାର କ୍ୟାପାବିଲିଟି ଠାରୁ ସେ ଅଧିକ କରିବା ପାଇଁ ଚେଷ୍ଟା କରୁଛି। କାରଣ ତାଠୁ ଅଧିକ କିଛି ତାର ବାପା ମା ଆଶା କରୁଛନ୍ତି। ଆମମାନଙ୍କର ଏକ୍ସପେକ୍ଟେସନ ଏତେ ବଢି ଯାଇଛି ସନ୍ତାନଙ୍କ ପାଖରୁ ଏଇ କମ୍ପିଟିସନ ପାଇଁ। ସେ ଏକ୍ସପେକ୍ଟେସନଟା ଏତେ ବଢି ଯାଇଛି, ଯାହା ଫଳରେ ସନ୍ତାନ ବି ଚାପଗ୍ରସ୍ତ, ଆଉ ମୁଁ ମଧ୍ୟ ଚାପଗ୍ରସ୍ତ। ଦେଖନ୍ତୁ, ଯେତେବେଳେ ଗୋଟେ ପିଲାଟେ 85% ରଖେ, ଯଦି ତା ବାପାକୁ କହେ ବାପା ମୁଁ 85% ରଖିଛି, ଆଉ ତା ମାକୁ କହେ ଯଦି ମୁଁ 85% ରଖିଛି, ତା ମା ବାପା ଜାଣିଛନ୍ତି ତାର ଷ୍ଟାଣ୍ଡାର୍ଡ ହଉଛି 70%। ଯଦି 85 ରଖିଛି, ତା ବାପା ମା ବହୁତ ଖୁସି ହୁଅନ୍ତି, ବହୁତ ଆନନ୍ଦରେ ଫାଟି ଉଠନ୍ତି, ଯାହା ହଉ ଆମ ପୁଅଟା 85% ରଖିଛି। କିନ୍ତୁ ଯେତେବେଳେ ସେ ଦେଖନ୍ତି ପଡିଶା ଘର ପୁଅଟା 92% ରଖିଛି, ସେତେବେଳେ ତାଙ୍କର ସୁଖଟା ଦୁଃଖରେ ରୂପାନ୍ତରିତ ହେଇଯାଏ। ସେମାନେ ଆଉ ପୁଅର 85%ରେ ଖୁସି ହେଇପାରନ୍ତି। କାରଣ ସେଥିପାଇଁ ଠାକୁର କହୁଥିଲେ ଯେ ପ୍ରକୃତ ସତ୍ସଙ୍ଗୀ ସିଏ ଯେ ଅନ୍ୟର ସୁଖରେ ନିଜକୁ ସୁଖୀ ହେଇପାରେ, ଆଉ ଅନ୍ୟର ଦୁଃଖରେ ଯିଏ ଦୁଃଖୀ ହେଇପାରେ। କିନ୍ତୁ ଆମେ ଠିକ ଉଲ୍ଟାଟା। ଆମେ ଅନ୍ୟର ସୁଖରେ ଦୁଃଖ ପାଉ, ଆଉ ଅନ୍ୟର ଦୁଃଖରେ
आमे सुख पाऊ। ये हूँ आमर वास्तव परिचय हो जाइए। तेणु ठाकुर से प्रकार सत्संगी चाहिए। सत्संगी मैंने ठाकुर कहते सत्ता सहित सत् सहित युक्त हो तद्गति संपन्न जो मान से माने होचंती सत्संगी। आउ से सब सत्संगी मानकर समाहार ही होची सत्संग। ए सत्संग आम उपनीत होइचे बसीचे कि आमर चरित्रिक गुण गुड़ाक से हो पारि जो आम से संतान मानक से भाव पालन कर पार। देखो सामाजिक विधि बंधन आम सबुठ बड़ विडंबना आज आम भितर पारिवारिक मूल्यबोध आज नष्ट हो जाए। बापा माँ आज वृद्धाश्रम कि बापा माँ गाँव में आमे आमर पिलापिली धरिकी भुवनेश्वर बा बॉम्बे दिल्ली रे आम पिला माने आम बापा माँ सहित केबे मिसिबार सुजोग पाते कि तांको सहित केबे थट्टा तामसा होंतिनी कि तांको सहित कथा हेले आम स्त्री कहे नाई से परीक्षा अच्छी परे कथा। ये जो पारिवारिक जीवनटा नष्ट हो जाइए पिला माने आउ सोशल रिलेशनशिप टा कोना बुझुना। ये सोशल रिलेशनशिप टा जे हरि दउचंती सांगसाथी महल रे से माने सेतिकी सांगसाथी माने सांग जो माने होउचंती से माने मते कंपटीशन पई से माने प्रति मुहूर्त रे ताठू आगु को बढ़ी जीवा पई चाहती। तेणु से मन खोलिक आज आउ कथा ही पार पारिवारिक जीवन रे ये जो मोबाइल आसला पर आमे समस्त मोबाइल व्यस्त छुआ मानक पई कम समय दउछु बर मोबाइल पे बेसी समय दउछु किंतु जी हमर भविष्यत आमे ता पई कम समय दउछु जा फले ता सहित ये बंधन निबिड़ता हम पाखे रखु। ये जो दीक्षा नहीं दक्षतार वृद्धि कथा जो उठी जिते ठाकुर जो पचरा जाता जड़े प्रफुल्ल दास जो पचारे ठाकुर अनेक लोक अच्छा जो मैंने दीक्षा नहीं ना किंतु से बहुत दक्ष। ठाकुर कहले दक्ष हबार मूल कारण केवल दीक्षा नुहे जड़े दक्ष ही उठे जदि तार बापा माँ प्रति निबिड़ भल पाइबा थाए कारण बापा माँ प्रति जिते भल निबिड़ भल पाइबाटा जिते तीव्र हुए ठाकुर कहते तार मस्तिष्क गोटे रिवोल्यूशनरी चेंजेस आसे एक वैप्लविक परिवर्तन हुए तार मानसिक स्तर तार जो ब्रेन सेल भितर एक वैप्लविक परिवर्तन उपलक्षित हुए तार बापा माँ प्रति निबिड़ भल पाइबा भितर कारण आम समस्ते से बापा माँ पाखर सृष्टि आम पाखे जो दीटा जिनस अच्छी गोटे जेनेटिक मेमोरी और गोटे कार्मिक मेमोरी से जो जेनेटिक मेमोरी जो जीन जो बापा माँ जो रक्त कणिका आम से रक्त कणिका से बिंदु रक्त आज समाहित हो एक विराट पुरुष आमको रूपांतरित कर गोटे विराट संतान परिवर्तन होती कोशीय विभाजन फल एमती परिवर्तन होती किंतु तार मूल तत्व तार जैविक उपादान से बापा माँ पाखु आसी था एवं ये जो जेनेटिक मेमोरीटा ये जो जेनेटिक मेटेरियलटा आम भितर बापा माँ गुण वैशिष्ट्यटा तीव्र हो उठे ये 16 वर्ष पर्यंत 16 वर्ष पर्यंत संतानटा बापा माँ सहित एते निबिड़ भाव जोड़ी होकी रहे से समय जदि बापा माँ कौन प्रकार घृणा करती कि आसक्तिपूर्ण व्यवहार देखती प्रेम न थाए से भल पाइबा भितर एवं जो संतानटा अनुभव करे मो बापा माँ मते पैसा दौरान केवल मु मनीष होगी पोषी बोलिकी पैसा देवी से से बापा माँ पाखु विच्छिन्न हो जाए से दुनिया रे सबु किछि थाई मध्य से एका हो जाए एवं से एकांत से लोनलीनेसटा तार जो विषाद टाकू तार डिप्रेशन टाक आउरी बढ़े दिए। तेणु ये जो विषादग्रस्त हुए संतानटा और सबुठु ये विषादग्रस्तटा पुओ मानक पाखरे बेसी देखा जाए झील मानक अपेक्षा जदि एबे देखा जाए ये टीनी एज रे अनेक पिला सुइसाइड कर कम बयस टीनी एज रे जो सुइसाइड कर अनेक पिला ताकू जदि आमे देखू तार मूलत कारण होची से माने विषादग्रस्त पारिवारिक संपर्क ठारू से बहुत दूर रे एई प्रकार चापग्रस्त रे
ଆମେ ସନ୍ତାନମାନଙ୍କୁ ଯେତେବେଳେ ପଠେଇ ଦଉଛୁ ବାହାରେ ପଢିବା ପାଇଁ, କୋଟାରେ ପଢିବା ପାଇଁ, ଭୁବନେଶ୍ୱରରେ ରହିକି ପଢିବା ପାଇଁ, ହଷ୍ଟେଲରେ ପଢିବା ପାଇଁ, ସେତେବେଳେ ସେ ଏଇ ପାଠ ପଢାର ଚାପ ଆଉ ଏଇ ଯୋଉ ଅବସାଦଗ୍ରସ୍ତ ଚାପ, ଦିଟାଙ୍କ ଚାପ ଭିତରେ ଏତେ ଲୁଣ୍ଠି ହେଇଯାନ୍ତି, ଅନେକ ସମୟରେ ପାଠପଢା ତ ତାଙ୍କର ପାଠପଢା ଠାରୁ ବିଚ୍ଛିନ୍ନ ହେଇଯାନ୍ତି, ପାଠପଢା ତ ଠିକ ସେ କରିପାରନ୍ତିନି, ଆଉ ଅନେକ ପିଲା ଆତ୍ମହତ୍ୟା କରିଦିଅନ୍ତି। ତାର ମୂଳ କାରଣ ହଉଛି ପାରିବାରିକ ବନ୍ଧନର ଦୁର୍ବଳତା। ତେଣୁ ଏଇ ଯୋଉ ଇଣ୍ଟେଲିଜେନ୍ସଟା, ଯୋଉ ପାଠ ପଢିବାର ଦକ୍ଷତାଟା, ଠାକୁର ତ କହୁଥିଲେ ସବୁ ସମସ୍ୟାର ସମାଧାନ, ଆଉ ଏଇ ସମାଧାନର ମୂଳ ତତ୍ତ୍ୱ ହଉଛି ସମାଧି। ମଣିଷ ଯେତେବେଳେ ସମାଧିକୁ ସ୍ତରକୁ ଚାଲିଯାଏ ବା ଧ୍ୟାନ କରି କରି ଯେତେବେଳେ ଧ୍ୟାନସ୍ଥ ହେଇଯାଏ, ସେତେବେଳେ ତା ଜୀବନର ଅନେକ ସମସ୍ୟାର ସମାଧାନ ସେ ତା ଭିତରେ ପାଏ। এই ସମସ୍ୟାର ସମାଧାନ ଆଉ ସମାଧାନ ହିଁ ସମାଧିରେ ହିଁ ସମାପ୍ତ ହୁଏ। ସମସ୍ୟା କେବେ ହେଲେ ସମାପ୍ତ ହୁଏ ନା ବିନା ସମାଧି ଭିତରେ। ଆଉ ସମସ୍ୟା ସବୁବେଳେ ଥାଏ। এই ମଣିଷ ଧ୍ୟାନ କରିବା ଭିତରେ ତା ଭିତରେ ଅନେକ ଅବସାଦ ମଧ୍ୟ ଦୂର ହୁଏ। এই ଠାକୁରଙ୍କର ବିଧାନ ଭିତରେ ମଣିଷ 12 ବର୍ଷରୁ ଯୋଉ ଦୀକ୍ଷା ନେବାର କଥା ଠାକୁର କହୁଛନ୍ତି, ଏ ଦୀକ୍ଷା ନେବା ଭିତରେ ମଣିଷ ଭିତରେ ସେ ଦକ୍ଷତାଟା ବୃଦ୍ଧି ପାଏ ଏବଂ ସିଏ ଅନେକ ଉଚ୍ଚତର ସ୍ତରକୁ ସେ ଗତି କରେ ଏବଂ ଜଣେ ବୁଦ୍ଧିମାନ ମଣିଷରେ ସେ ରୂପାନ୍ତରିତ ହୁଏ। ତେଣୁ ମଣିଷ ଜୀବନରେ ସେଇ ଯୋଉ ଭଲ ପାଇବାଟା ଅଭାବ ପାଇଁ ଆଜି ଅନେକ ପିଲାମାନେ ଚାପଗ୍ରସ୍ତ ହେଇକି ମୃତ୍ୟୁମୁଖକୁ ଚାଲି ଯାଉଛନ୍ତି ଏବଂ ସୁଇସାଇଡ କରୁଛନ୍ତି କିମ୍ବା ତାଙ୍କ ଜୀବନଟା ନଷ୍ଟ ବିକୂର ହେଇଯାଉଛି। ଏବେ ନିକଟରେ ଜଣେ ପ୍ୟାରେଣ୍ଟସଙ୍କର ଅନୁଭବ କଥା ମୁଁ କହୁଛି। 22 ବର୍ଷର ପୁଅ, ମାଟ୍ରିକ 96.4%, ଆଉ ପ୍ଲସ ଟୁ ବି 90% ପାଖାପାଖି, डिग्री इंजीनियरिंग रे सब गुड़ाक 91% ना 80% एभव, क्याट रे 99 परसेंटाइल, ये भली जड़े माने उच्चाकांक्षा एवं भल पाठ पढ़ुवा गोटे पिला भितर भितर से चापग्रस्त, किंतु तार से चापग्रस्त को ना माँ जानी पारे ना बापा जानी पारे। बापा माँ दुई जन से चाप को जानी पारती ना, कहीं संतान जे चापग्रस्त, संतान जे तार जीवन भीतर अनेक ता मन भीतर अनेक वेदना, से वेदना को आम अनुभव कर पारना। संतान को आम होटेल रे खाइया को नौ, जहाँ खाइबा को कहे आम ताको दऊ, तार समस्त आवश्यकता को पूरण करू, कि ता मन भीतर थिबा से वेदनाटा को आम अनुभव कर पारना। तार मूल कारण होची आमे ना संतान सहित समय बिताऊ ना संतान आम सहित मध्य समय बिताए ना, कारण आम पाखरु से जहाँ आशा करे से आम पाखरु पाए ना, सेतिपई से आम सहित समय मध्य बिताए ना। एमती 22 वर्ष पिला जिते से आत्महत्या करे किसी कारण न थाए, जदि केवल कोटी कारण देखा जाए जे ता होची चापग्रस्त। आ ये चापग्रस्त जो इंट्रोभर्ट पिला माने थांती से माने निजे सहजरे निजर अंतर वेदना को परिप्रकाश करती ना। माँ ही एकमात्र जी तार से अंतर वेदनाटा को अनुभव करने कथा। ये संतानटा जन्म नहीं कि जिते बापा तार पुरुषत्वटा को प्रमाण देकी पितृत्व लाभ करे, माँ सतीत्वटा को उजाड़ी दे मातृत्व लाभ करे। तेणु ये सबु किछि तार मातृत्व एवं पितृत्व ये दीटा समाहार भितर ही संतान सज्जा गढ़ी उठे। किंतु ये भल पाइबार प्रेमटा एते आज कमी जाइछि, पिला जे चापग्रस्त माँ बापा जानी पारंती नहीं। तार मूल कारण होची इष्ट परिवार नांती, से परम प्रेमकर परिवार अभाव, परम प्रेम को ग्रहण करिवार जो भावटा तांको भितर न थाए, ईश्वर को ग्रहण करवा इष्ट होचंदी मंगल, से मंगल को जेते आमे परिवार रे परिपोषण करूना, परिवार रे मंगल केतबे प्रतिपादित होई पारे ना। इष्टवृत्ति करूना, अनेक लोक इष्ट को ग्रहण करती, इष्टवृत्ति करते। इष्टवृत्ति माने इष्ट इष्ट से मंगल कर्म, से मंगल कर्म आमे करूना, आमे सब जीवन रे मंगल आशा करू, आनंद आशा करू, सुख आशा करू, ता केबे हेले मिले ना। तेणु समस्त परिवार भितर ये जो डीपी वर्क आह्वान आसी, प्रत्येक परिवार रे जाइकी
ସେଇ ପରମ ପ୍ରେମଙ୍କର ବାର୍ତ୍ତାଟାକୁ ଫୁଟେଇ ଉଠିବା ଏବଂ ପରମ ପ୍ରେମଙ୍କର ସେଇ କଥାଟାକୁ ସମସ୍ତଙ୍କ ଭିତରେ ପରିବେଷଣ କରାଇବା ଏବଂ ସମସ୍ତେ ପ୍ରତି ପ୍ରତ୍ୟେକ ଭିତରେ ସେଇ ପ୍ରେମର ବନ୍ଧନଟା ବଢି ଉଠୁ, ସେଇ ପ୍ରେମର ବନ୍ଧନରେ ସମସ୍ତେ ବାନ୍ଧି ଉଠନ୍ତୁ, ତାହେଲେ ଏଇ ପରିବାର ସୁଧୁରି ଯାଇପାରିବ, ଆନନ୍ଦର ସହିତ ସମସ୍ତେ ଜୀବନ ଯାପନ କରିପାରିବେ। ନଚେତ୍ ଯଦି ଏ ପରିବାରର ମୂଳଦୁଆ ଯଦି ଭୁଷୁଡି ଯାଏ, ଏ ସାମାଜିକ ସଂସ୍କାର, ଏ ସମାଜ ଏ ରାଷ୍ଟ୍ର ଦିନେ ଭୁଷୁଡି ଯିବ, ତାହାର ମାନେ ମାନେ ଅବିଶ୍ୱାସ କରିବାରେ କିଛି ନାହିଁ। କାରଣ ଏଇ ପରିବାର ବାଦ ଯେଭଳି ଭାବରେ ନଷ୍ଟ ହେଇ ଚାଲିଛି, ମୁଁ ଆଉ ଥରେ ଗତ ଥର ମଧ୍ୟ କହିଥିଲି ଯେ ଗୋଟେ ସନ୍ତାନ, ଗୋଟେ ପିଲା ମାଟ୍ରିକ ପରୀକ୍ଷା ଦେଇଥାଏ, ତା ବାପା ଆସିଥାଏ ମୋ ପାଖରେ ଆଡମିସନ କରିବା ପାଇଁ, କଥା ହେବା ପାଇଁ। କିଛି ଦିନ ପରେ ମୁଁ ତାକୁ ଯେତେବେଳେ ଫୋନ କଲି, ସେ ମୋ ପାଖରେ ମିସ୍ତ୍ରୀ କାମ କରୁଥାଏ। ତା ମା କହିଲା ସବୁବେଳେ ସେ ମୋବାଇଲରେ ଦେଖୁଛି, ସବୁବେଳେ ଦିନରେ ଶୋଇକି ଉଠୁଛି ଦିନ 11ଟା ବେଳୁ, ମାଟ୍ରିକ ପରୀକ୍ଷା ଦେଇ ସାରିଥାଏ, ଆଉ ତାପରେ ମୋବାଇଲରେ ବସିକି ଲାଗି ଯାଉଛି ପୁରା ରାତି 10, 11, 12 2 ପର୍ଯ୍ୟନ୍ତ। ଆଉ କେତେବେଳେ ଶୋଉଛି ତାର ଠିକଣା ନାହିଁ, ମୋବାଇଲ ଛାଡିକି ସେ ବଞ୍ଚି ପାରୁନି। ତା ବାପା ରାଗି କଣ କଲା, ମୋବାଇଲଟା ଧରିକି ପଳେଇ ଆସିଲା 2 ମହଲା ଛାତ ଉପରେ। ତା ବାପା ସେଦିନ ଛାତ ପକଉଥାଏ, ଛାତ ପଡୁଥାଏ ମୋର ସ୍କୁଲର, ଛାତ ଉପରେ କାମ କରୁଥାଏ। ତା ପୁଅ ଦୌଡ଼ି ଦୌଡ଼ିକି ଆସିଲା, କହିଲା ବାପା ମୋବାଇଲଟା ଦେଇଦିଅ। ସେ କହିଲା ନାଇଁ ନାଇଁ, ତୁ ମୋବାଇଲଟା ସବୁବେଳେ ଦେଖୁଛୁ, ତୁ ଚାଲ ଘରକୁ, ମୁଁ ଯାଉଛି ଚାଲ। ଏଇଆ କହିଲା ବାପା। ସମସ୍ତେ ଶୁଣିଛନ୍ତି ସେ କଥା କହିଲା, ତୁ ଘରକୁ ଚାଲ, ମୁଁ ନେଇକି ଯାଉଛି ମୋବାଇଲ। ପୁଅ କିନ୍ତୁ ଆଉ ଘରକୁ ଗଲାନି। ପୁଅ ପୁଣି କହିଲା ଦବ ତ ଦିଅ, ମୁଁ ଘରକୁ ଯିବିନି। ବାପା ପୁଣି କହିଲା ତୁ ଯା ଘରକୁ, ମୁଁ ଯାଉଛି ଚାଲ। କିନ୍ତୁ ପୁଅ ଗଲା ଘରକୁ, ଆଉ ଗଲା, ସାର୍ଟଟାକୁ ଖୋଲି ଦେଇକି ଗୋଟେ ଗଛରେ ସୁଇସାଇଡ କରିଦେଲା। ଦେଖନ୍ତୁ, ଏମିତି ବସ୍ତୁବାଦୀ ଜୀବନ, ଏମିତି ଆମେ ସାମାଜିକ, ଏମିତି ପରିବାର ଆମେ ତିଆରି କରୁଛୁ, ଯୋଉ ପରିବାର ଭିତରେ ନିବିଡ଼ ଭଲ ପାଇବା ନାହିଁ। ଥରେ ବି ସେ ଚିନ୍ତା କଲାନି ଯେ ତାର ଜୀବନ ଚାଲିଗଲା ପରେ ତା ବାପା ମାଙ୍କର ଅବସ୍ଥା କେମିତି ହବ, ତା ବାପା ମା କିଭଳି ଭାବରେ କାନ୍ଦୁଥିବେ, ତା ବାପା ମା କିଭଳି ଭାବରେ ଦୁଃଖ ପାଇବେ। ୟାର ମୂଳ କାରଣକୁ ଯଦି ଆମେ ଦେଖୁ, ଆମେ ହଁ କହି ଭାଗ୍ୟକୁ ନିନ୍ଦା କରିପାରୁ, ହୟତ ସେ ସେତିକି ଦିନ ପାଇଁ ଆସିଥିଲା, ଏମିତି ଅନେକ କିଛି ବୁଝିବା ପାଇଁ ହେଇପାରେ। କିନ୍ତୁ ପରିବାରରେ ଯୋଉ ଯୋଉ ଅଠା କାଠି, ଯୋଉ ଅଠା କାଠି, ସେ ଅଠା ହଉଛି ସେ ପ୍ରେମର କାଠି। ସେ ପ୍ରେମର କାଠିଟା ଛିଡି ଯାଇଛି ଆଜି, ଯାହା ଫଳରେ ସେଇ ବନ୍ଧନ ଆଉ ନାହିଁ। ସେଇ ବନ୍ଧନଟା, ସେଇ ପ୍ରେମ ଜାଗାରେ ଆସକ୍ତି ଆଜି ଛିଡା ହେଇଛି। ଏବଂ ମୁଁ ଚାହୁଁଛି ମୋ ସନ୍ତାନଟା ବଡ ଡକ୍ଟର ହଉ, ଇଞ୍ଜିନିୟର ହଉ, ବହୁତ କିଛି ହଉ, ଏବଂ ତଦମାଫିକ ତାକୁ ପାଠ ପଢଉଛି, ତଦମାଫିକ ତା ପିଛରେ ପଇସା ଖର୍ଚ୍ଚ କରୁଛି, ଆଉ ସେ ଡାକ୍ତର ଇଞ୍ଜିନିୟର ହେଇଯାଉଛି। ମୁଁ ଚାହୁଁନି ଗୋଟେ ସେ ଭଲ ମଣିଷ ହଉ ବୋଲି। ଯଦି ଭଲ ମଣିଷ ନ ହେଇକି ଯେତେବେଳେ ସେ ଯାଇକି ବାହାରେ ରହୁଛି, ମୁଁ ଯେତେବେଳେ ଦୁଃଖ କଷ୍ଟରେ ରହୁଛି, ସେତେବେଳେ ମତେ ବହୁତ କଷ୍ଟ ଲାଗୁଛି। କାରଣ ମୁଁ ତାଠାରୁ ଏଇ ଆଶା କରିକି ତାକୁ ଦେଇଥିଲି ପଇସା ପତ୍ର। ଆଜି ଦେଖନ୍ତୁ, ଗୋଟେ ଆମର ଗୁରୁ ଭାଇ ଜଣେ ଅଛନ୍ତି, ତାଙ୍କର ସ୍ତ୍ରୀ ନାହିଁ, ଏକା ଅଛନ୍ତି। ପୁଅ ଗୋଟେ ଭୁବନେଶ୍ୱର ଓଡିଏମ୍ ସ୍କୁଲର ପ୍ରିନ୍ସିପାଲ, ଝିଅ ଆଉ ଗୋଟେ ସ୍କୁଲର ପ୍ରିନ୍ସିପାଲ। ସମସ୍ତେ ଅଛନ୍ତି, ନିଜ ନିଜ ପରିବାର ଜୀବନ ଭିତରେ ଏମିତି ବାନ୍ଧି ହେଇକି ଅଛନ୍ତି। ବାପା ରୋଗାଗ୍ରସ୍ତ, ହସ୍ପିଟାଲ ନବାକୁ ହେଲେ ପଡିଶା ଲୋକର ସାହାଯ୍ୟ ଦରକାର ପଡୁଛି। ସେମାନେ ଥରୁଟେ କେହି ଆସୁନାହାନ୍ତି, ବାରମ୍ବାର ସେ ଦାଦା ମତେ ଫୋନ କରନ୍ତି। କିନ୍ତୁ ବାସ୍ତବିକତାକୁ ଦେଖ, ପାରିବାରିକ ଜୀବନ କିଭଳି ଭାବରେ ନଷ୍ଟ ହେଇଯାଇଛି। ଏବଂ ସେ ବାପା କଣ ଏମିତି ଆଶା କରିଥିଲା? ଚିନ୍ତା କଲେ, ମୁଁ ଯେବେ ତାଙ୍କ ପୁଅକୁ ଫୋନ କରେ ସେ ମୋ ଫୋନ ଉଠାନ୍ତି, କାରଣ ମୁଁ ତାଙ୍କୁ ଥରେ ପଦେ କହିଦେଇଥିଲି ବୋଲିକି ସେ ଆଉ ଫୋନ ଉଠୁନାହାନ୍ତି। ଯାହା ବି ହଉ, ଏଇଭଳି ସମୟ ଆଜି ଉପସ୍ଥିତ ହେଇଛି, ଯୋଉ ସମୟ ଭିତରେ ଆମକୁ ମାନେ ହଁ ଦାଦା, ତେଣୁ ଉତ୍ତେଜିତ ମସ୍ତିଷ୍କ, ବୃଥା ଆଡମ୍ବର ଯୁକ୍ତ ଚିନ୍ତା, ଏ ଦୁଇଟା ହଉଛି ଅସିଦ୍ଧିର କାରଣ। ତାକୁ ଭିତରେ ନେଇକି ଆମକୁ ବଞ୍ଚି ରହିବାକୁ ପଡିବ। ତେଣୁ ଆମ ଭିତରେ ଯୋଉ ବେଦନା ଅଛି, ସେ ବେଦନାକୁ ନିଜ ଭିତରେ ଚାପି ରଖି ସନ୍ତାନଙ୍କ ଭିତରେ ସମୟ ବିତେଇକି ଭଲ ମନ୍ଦର ବ୍ୟବହାର, ଭଲ ମନ୍ଦ ଭଲ ପାଇବା ଭିତରେ ହବାକୁ ପଡିବ। ସତ୍ସଙ୍ଗକୁ ରେଗୁଲାର ଯିବାକୁ ପଡିବ, ପିଲାମାନଙ୍କୁ ସତ୍ସଙ୍ଗ ନେଇକି ଯିବାକୁ ପଡିବ। ଏଭଳି ଭାବରେ ଚାଲିଲେ ଆମ ଜୀବନଟାକୁ ସୁନ୍ଦର ମଧୁମୟ କରି ତୋଳି ପାରିବା। ସମୟ ତ ହେଇଯାଇଛି। ସମସ୍ତଙ୍କର ଶାନ୍ତି ସୁସ୍ଥି ବିଧାନ ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ମୋର ବକ୍ତବ୍ୟ ଗୁଡ଼ି ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍। ଦାଦା ଜୟଗୁରୁ। ଜୟ ଗୁରୁ ଦାଦା, ଜୟ ଗୁରୁ। ଆଜି ସୁନ୍ଦର ଭାବରେ କାର୍ତ୍ତିକ ଚନ୍ଦ୍ର ବାରିକ ଦାଦା ଇଷ୍ଟ ପ୍ରସଙ୍ଗ ତୋଳି ଧରିଛନ୍ତି। ଅତି ସୁନ୍ଦର ଚମତ୍କାର ଢଙ୍ଗରେ
ସନ୍ତାନ ସଞ୍ଚୟରୁ ଆରମ୍ଭ କରି ଏ ଯୋଉ ଆନନ୍ଦମୟ ପରିବାର, ଏ ସୁନ୍ଦର ପରିବାର ଜୀବନ ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯେଉଁ ଥାଏ ନିରନ୍ତର। ସତରେ ଆଜି ପରିବାର ଜୀବନ ଯେମିତି ଭୁଷୁଡ଼ି ଯାଇଛି। ଟି.ଏସ୍. ଏଲିୟଟଙ୍କର କହିବା ଅନୁସାରେ ଲଣ୍ଡନ ବ୍ରିଜ ଇଜ ଫଲିଂ ଡାଉନ୍ ମାଇ ଫେୟାର ଲେଡି। ସମାଜ ଆଜି ଧ୍ୱଂସ ଆଡ଼କୁ ଗତି କରୁଛି, ତାର ମୂଳ କାରଣ କଣ? ଦାଦା ତାକୁ ସୁନ୍ଦର ଭାବରେ ଆଜି ଉପସ୍ଥାପନ